ପଦ୍ମର କବି ମଧୁସୂଦନ। ସରସ ରଚନାର ନାମ କବିତା, ଛନ୍ଦବଦ୍ଧ ରଚନାର ନାମ କବିତା। ବସ୍ତୁନିଷ୍ଠ ଏବଂ ବ୍ୟକ୍ତିନିଷ୍ଠ ହୋଇ କବିତାର ଦୁଇ ଭେଦ। ଯେଉଁ କବିତାରେ ବସ୍ତୁ ବା ଅବଜେକ୍ଟ ସମ୍ପର୍କରେ କବିର ବର୍ଣ୍ଣନା ବା ବିବରଣୀ ଥାଏ ତାହାକୁ ବସ୍ତୁନିଷ୍ଠ କବିତା ଏବଂ ଯେଉଁ କବିତାରେ କୌଣସି ବସ୍ତୁ ବା ପଦାର୍ଥର ସମ୍ବନ୍ଧରେ ବର୍ଣ୍ଣନା ନଥାଇ କେବଳ କବିର ନିଜର ମନ ତଥା ମନୋଭାବର ବିଶ୍ଳେଷଣ ଥାଏ ତାକୁ ବ୍ୟକ୍ତିନିଷ୍ଠ ବା ଇଂରାଜୀରେ ସବଜେକ୍ଟିଭ ପୋଏଟ୍ରି କୁହାଯାଏ। କବିତାର ପୁଣି ଆହୁରି ଶୈଳୀଗତ ବିଭାଗୀକରଣ ଅଛି, ଯଥା ଗାଥା, ଶୋକ, ସମ୍ବୋଧ, ହାସ୍ୟ, ବ୍ୟଙ୍ଗ ହୋଇ ମନୋଭାବର ବିବିଧ ବିଶ୍ଳେଷଣ ଅଛି। କାହାଣୀଧର୍ମୀ କବିତା ଗାଥା, ଦୁଃଖଧର୍ମୀ କବିତା ଶୋକ, ଡାକରା ବା ଆହ୍ୱାନର କବିତା ସମ୍ବୋଧ, 14 ଧାଡ଼ିର କବିତା ଚତୁର୍ଦ୍ଦଶପଦୀ ବା ସନେଟ୍, ଦୀର୍ଘ କାହାଣୀର କବିତାର ନାମ କାବ୍ୟ ବା ଏପିକ୍ ହୋଇ ଏହିଭଳି କବିତାର ବିବିଧ ଭେଦ ରହିଛି। ବ୍ୟଙ୍ଗ କବିତାର ନାମ ସାଟାୟାର। ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ପଦ୍ମ ଏକ ବସ୍ତୁନିଷ୍ଠ ସମ୍ବୋଧ ଗୀତିକା। ପଦ୍ମଫୁଲ ଏକ ବସ୍ତୁ। ଏଥିରେ କବି ପଦ୍ମଫୁଲକୁ ସମ୍ବୋଧନ କରି କବିତା ଲେଖିଛନ୍ତି। ପଦ୍ମ ଦର୍ଶନରେ କବି ଆତ୍ମବିଭୋର ବା ନିଜକୁ ବିଭୁ ବା ଭଗବତ୍ ପ୍ରେମରେ ହଜାଇ ଦେଇ ପଦ୍ମକୁ ଗୁରୁ କରି ନେଇଛନ୍ତି। କାରଣ ପଙ୍କ ବା କାଦୁଅ ବା ପାଣି ମିଶ୍ରିତ ମାଟିରୁ ପଙ୍କଜର ଜାତ ବା ଜନ୍ମ ହୋଇ ସୌନ୍ଦର୍ଯ୍ୟର ବିଧାୟକ ହୋଇ ପାରିଥିବା ଦେଖି ପଦ୍ମକୁ ସେ ଲାଗି ଗୁରୁମଣି ମନେକରି ପୁଣ୍ୟକର୍ମର ଶିକ୍ଷା ପ୍ରାପ୍ତିରେ ଆଶା ରଖି ସଂଶିତ କବିତା ରଚନାକାରୀ ହୋଇଛନ୍ତି। ପଦ୍ମ କବିଙ୍କର ଅନ୍ୟତମ ଲୋକପ୍ରିୟ କବିତା। ବାରମ୍ବାର ଏହା ପାଠରେ ପଢ଼ାଯାଇଅଛି। ଶ୍ରେଣୀକକ୍ଷର କୋର୍ସରେ ଅନ୍ତର୍ଗତ ହୋଇପାରିଅଛି। ଛୋଟ ଶ୍ରେଣୀରୁ ନେଇକରି ବଡ଼ ଶ୍ରେଣୀ MA ଓଡ଼ିଆର ଉପାଧ୍ୟୁତ୍ତର ଶ୍ରେଣୀରେ ପଢ଼ାଯାଇପାରିଛି। ଏହି କବିତା ପଛର ନିହିତ ବା ରହିଥିବା ଉଦ୍ଦେଶ୍ୟ ହେଲା ଖରାପ ବା ମନ୍ଦ ପରିସ୍ଥିତିରେ ଜାତ ବାସ ମଣିଷ ଯଦି ଚାହେଁ ତେବେ ଭଲ ମଣିଷ ହୋଇପାରିବ। ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଏଭଳି ମଣିଷ ଦୃଢ଼ଚିତ୍ତ ଶକ୍ତିର ଭାବନାର ବ୍ୟକ୍ତି ହୋଇଥିବ ବା ଷ୍ଟ୍ରଙ୍ଗ ଡିଟରମିନେସନର ଥିବା ନିହାତି ନିତାନ୍ତ ଦରକାର। ଲକ୍ଷ୍ୟ ସ୍ଥିର ନିର୍ଦ୍ଦିଷ୍ଟ ହେଉଥିବ, ଧୈର୍ଯ୍ୟ ମନରେ ଥିବ, ମନ୍ଦ ପ୍ରଲୋଭନ ଆକର୍ଷଣରେ ପଡ଼ୁନଥିବ, ଉଦ୍ୟମ ସାଧୁ ଥିବ, ତେବେ ଯାଇ ଜୀବନ ସଫଳ ହୋଇପାରିବ। ପଦ୍ମ କବିତାଟି ଏହି ଶିକ୍ଷା ପାଠକକୁ ଦେଇଥାଏ। ଏଥିପାଇଁ ପଦ୍ମ କବିତାଟି ବାରମ୍ବାର ପାଠ୍ୟକ୍ରମ କୋର୍ସରେ ରହିଆସିଅଛି। ଶ୍ରେଣୀର ସାନ ବଡ଼ ବିଭେଦକୁ ନେଇ ସାନ ଶ୍ରେଣୀରେ ସରଳ ଭାଷାରେ ଛୋଟ ପିଲାଙ୍କର ଅବବୋଧ ବା ବୁଝାମଣାକୁ ଲକ୍ଷ୍ୟ ରଖି ଏହା କୋର୍ସରେ ଅନ୍ତର୍ଗତ ହୋଇଛି ଏବଂ ବଡ଼ ଉଚ୍ଚ ଶ୍ରେଣୀର ଦାର୍ଶନିକତାକୁ ଲକ୍ଷ୍ୟ ରଖି ଏହା କୋର୍ସରେ ଅନ୍ତର୍ଗତ ହୋଇଛି। ଶ୍ରେଣୀର ସ୍ତର ଅନୁଯାୟୀ ବୁଝାମଣାର ମାନଦଣ୍ଡ ନିରୂପିତ ହୋଇଥାନ୍ତି। ପଦ୍ମ ଏକ ସମ୍ବୋଧ ଗୀତିକା ବା ଇଂରାଜୀର ଓଡ୍ ପୋଏଟ୍ରି। ପଦ୍ମଫୁଲକୁ ଆହ୍ୱାନ କରି ପୋଖରୀରେ ଫୁଟିଥିବାର ଦେଖି କବି କବିତାଟିକୁ ରଚନା କରିଅଛନ୍ତି। ପଦ୍ମ ଭକ୍ତକବିଙ୍କର ପ୍ରକୃତିଧର୍ମୀ କବିତା। କାରଣ ପଦ୍ମ ଫୁଲ ପ୍ରାକୃତିକ ସତ୍ତା ବିଶେଷ। ପୋଖରୀରେ ସାଧାରଣତଃ ଫୁଟିଥାଏ। ସରୋବର ହିଁ ଏହାର ଉତ୍ପତ୍ତି ସ୍ଥଳ। ପଙ୍କ କାଦୁଅ ଏହାର ଜନନୀ ବା ମାତା। ପଦ୍ମ କବିତା ଭକ୍ତକବି ମଧୁରାଓଙ୍କୁ ଲୋକପ୍ରିୟ ତଥା କାଳଜୟୀ କରିଛି। କାଳରେ ରଚିତ ହୋଇ ସେହି ରଚିତ କାଳରେ ରହି ନ ଯାଇ ଅନନ୍ତ ଅନେକ କାଳ ପାଇଁ ପାଠରେ ପଠିତ ହୋଇ ଆସିଛି। ଏହା ହିଁ କବିତାର ଚିରନ୍ତନ ସବୁଦିନିଆ ସ୍ଥିତିର ସାହିତ୍ୟିକ ବା ସାହିତ୍ୟ ରଚନାୟିତ ଗୁଣ। କବିତାର ଆଲୋଚନା। ପଦ୍ମ ଏକ ସମ୍ବୋଧ ଗୀତିକା। ପଦ୍ମକୁ ଡାକିକି ତାକୁ ପୋଖରୀରେ ଫୁଟି ରହିଥିବାର ଦେଖିକି କବି କହୁଛନ୍ତି, ହେ ବା ରେ ପଦ୍ମ ଫୁଲ, ତୁ ହେଉଛୁ ଅସଂଖ୍ୟ ସୌନ୍ଦର୍ଯ୍ୟର ସୁନ୍ଦରତାର ଖଣି ବା ଜମା ବା ଠୁଳ। କେଉଁ ସ୍ୱର୍ଗୀୟ ଉପାଦାନରେ ତୁ ଗଢ଼ା ହୋଇଛୁ ଯେ ଏତେ ସୁନ୍ଦର ଦିଶୁଛୁ? ତୋତେ ବିଧାତା କେମିତି ଗଢ଼ିଲା? ତୋତେ ଦେଖିକି ମୋର ମନ ମହତ୍ ହେବା ସହିତ ଖୁସି ବି ହେଉଛି। ଈଶ୍ୱରୀୟ ଭାବନା କରୁଅଛି। ମୁଁ ଭଗବାନଙ୍କୁ ମନେ ପକାଉଅଛି ତୋରି ମାଧ୍ୟମରେ। ପୋଖରୀରେ ଫୁଟିଥାଇ ତୁ ପଦ୍ମଫୁଲ ପବନରେ ଦୋହଲୁଅଛୁ। ପୋଖରୀର ଢେଉ ତୋତେ ହଲାଇ ଦେଉଅଛି। ତୋର ପାଖରେ ପାଣି ଭିତରେ ପଦ୍ମପତ୍ର ମାନ ବି ହଲୁଅଛନ୍ତି। ଆଉ ମଧ୍ୟ ସୂର୍ଯ୍ୟର କିରଣରଶ୍ମି ପୋଖରୀ ପାଣିରେ ପଡ଼ି ଦୋହଲୁଅଛି। ତୁ ମଧ୍ୟ
ମଧ୍ୟ ଏସବୁ ଭିତରେ ଥାଇ ହଲୁଅଛୁ। ତୁ ସଦ୍ୟ ପ୍ରସ୍ଫୁଟିତ ହୋଇ ଫୁଟୁଥିବାରୁ ତାଜା ଦିଶୁଛୁ। ମଉଳି ନାହଁ, ଝାଉଁଳି ନାହଁ, ସୂର୍ଯ୍ୟଙ୍କୁ ଚାହିଁ ରହିଅଛୁ। କାରଣ ସୂର୍ଯ୍ୟ ଉଦୟରେ ତୋର ଫୁଟିବା ହୋଇଥାଏ। ତୋ ଉପରେ ସୂର୍ଯ୍ୟ କିରଣ ପଡ଼ୁଅଛି। ନିରନ୍ତର ବା ସଦାବେଳେ ସୂର୍ଯ୍ୟ ତାଙ୍କ କିରଣ ତୋ ଉପରେ ପକାଉଅଛନ୍ତି। ତାଜା ହୋଇ ଫୁଟିଥିବାରୁ ବଢ଼ିଆ ବି ଦିଶୁଛୁ। ପଦ୍ମ ଫୁଲ, ତୁ ଖୁସିରେ ସୂର୍ଯ୍ୟଙ୍କର କିରଣ ପିଇ ଯାଉଛୁ, ଯାହାକୁ କବି ପୀୟୁଷ ବା ଅମୃତ କହିଛନ୍ତି। ଏଠି କବିଙ୍କର ବକ୍ରୋକ୍ତି କାବ୍ୟ ଜୀବିତମ୍ ଭାବ ଅଛି। ସୂର୍ଯ୍ୟଙ୍କର ସ୍ୱଚ୍ଛ ସଫା ଧଳା କିରଣ ତୋ ଉପରେ ସବୁବେଳେ ପଡ଼ୁଅଛି। ବର୍ତ୍ତମାନ କାଳରେ ପୋଖରୀରେ ପଦ୍ମଫୁଲ ଫୁଟିଥିବା ସ୍ଥିତିରେ ଦେଖିକି କବି କବିତାଟିକୁ ଲେଖିଛନ୍ତି। ସୂର୍ଯ୍ୟ କିରଣର ପଡ଼ିବାରେ ଭଗବାନ ଈଶ୍ୱର ତୋ ଉପରେ ତାଙ୍କର ଆଶିଷ ଆଶୀର୍ବାଦ ଢାଳି ଦେଉଛନ୍ତି। କାରଣ ଭଗବାନଙ୍କର ସ୍ଥିତି ଉପରେ ଆକାଶରେ ଅଛି। ଯୋଉଥିପାଇଁ ରେ ପଦ୍ମଫୁଲ ତୁ ଧନ୍ୟ ବା ମହାନ। ତୋ ପ୍ରଭୁ ବି ମହାନ। ତୋର ଫୁଟିବାର ମଝିରୁ, ତୋର ପାଖୁଡ଼ାରୁ, କେଶରରୁ ରେଣୁ ବା ରଙ୍ଗ ବାହାରୁଅଛି। ସେଥିରୁ ସୁଗନ୍ଧ ବାହାରୁଅଛି। ଆଉ ତାହାକୁ ଭଅଁର ମହୁମାଛିମାନେ ମଧୁପାନ କରୁଛନ୍ତି, ସଂଗ୍ରହ କରୁଛନ୍ତି। ତୋର ସୁଗନ୍ଧ ଭାରି ଶୀତଳ। ତୁ ପଦ୍ମଫୁଲ ଦେଖିବାକୁ ଧଳା ଲାଲି ରଙ୍ଗର, ଦୁଇ ରଙ୍ଗର ଅଟୁ। ଥରେ ଦେଖିଲେ ତୋତେ ସର୍ବଦା ଦେଖିବାକୁ ଇଚ୍ଛା ହେବ। ଯେହେତୁ ତୁ ଫୁଲ ସମସ୍ତଙ୍କୁ ଭଲ ଲାଗେ। ସବୁ ସୌନ୍ଦର୍ଯ୍ୟର ତୁ ଏକ ହିଁ ପ୍ରଦର୍ଶନ। ସବୁର ଉଦାହରଣର ତୁ ହିଁ ଏକମାତ୍ର ଯୋଗ୍ୟ। ତୋତେ ଦ୍ରଷ୍ଟା ବା ଦର୍ଶକ ଦେଖିକି ତୋତେ ଭଲ ପାଇ ତୋତେ ଆଦର କରିଥାନ୍ତି, ତୋର ପ୍ରେମରେ ପଡ଼ନ୍ତି। ଫୁଲକୁ ସମସ୍ତେ ଭଲ ପାଆନ୍ତି। ତୋଠାରେ ଭଲ ପାଇବା, ଦୟା କରିବା, ନିର୍ମଳ ମନର ହେବାର ପ୍ରେରଣା ଅଛି। ଅର୍ଥାତ୍ ତୋ ପ୍ରତି ଦର୍ଶକ ନିଷ୍ଠୁର ନିର୍ଦ୍ଦୟ ହୋଇ ନଥାନ୍ତି। ଫୁଲକୁ ସମସ୍ତେ ସାଧାରଣତଃ ଭଲ ପାଆନ୍ତି ଏବଂ ଫୁଲର କୋମଳତା ଦେଖିକି ଦର୍ଶକର ମନର କୋମଳତା ବା ଦୟାଭାବ ଦେଖାଯାଏ। ଫୁଲଠାରେ ଭଲ ପାଇବା, ଆଦର କରିବା, ସ୍ନେହରେ ତୋଳି ଆଣି ଶୁଙ୍ଘିବା, ଛାତିରେ ଲୋଟେଇଥାନ୍ତି। ଯୋଉଥିପାଇଁ ଫୁଲକୁ ଦ୍ରଷ୍ଟା ଦେଖେ। ଆଦର ବୋଲି ବଗିଚା ଉପବନ ତିଆରି କରେ। ସଂସାରରେ ଯାହା କିଛି ସୁନ୍ଦର ବସ୍ତୁ ଅଛି, ସବୁକିଛିର ସଂଯୋଗ ତୁ ପଦ୍ମଫୁଲ। ସେମାନଙ୍କ ସହିତ ତୋର ନାମ ଜଡ଼ିତ ମିଶିକି ଅଛି। ଅର୍ଥାତ୍ ସୁନ୍ଦର ସମସ୍ତଙ୍କର ପ୍ରିୟ ବା ପ୍ରିୟତମ। ଭଲକୁ ସମସ୍ତେ ଭଲ ପାଆନ୍ତି। ଭଗବାନ ନିଜେ ସୁନ୍ଦର। ତେଣୁ ସେ ଭଲକୁ ମନ୍ଦଠାରୁ ସୃଷ୍ଟି କରିଥିଲେ ବି ଭଲକୁ ହିଁ ଭଲ ପାଇଥାନ୍ତି। ଭଲ ଲୋକ ଭଲ ଜିନିଷକୁ ସଭିଏଁ ଦେଖନ୍ତି, ଆଦର କରନ୍ତି। ଯାହାକି ଫୁଲରେ ପଦ୍ମ ନାମ ଧରି ତୁ ଭଲ ହୋଇଛୁ, ପ୍ରିୟ ହୋଇଛୁ। ଭଗବାନ ସତ୍ୟ, ସେ ମଙ୍ଗଳମୟ ଏବଂ ସୁନ୍ଦର। ଭଲର କର୍ତ୍ତା, ଭଲର ପ୍ରେମିକ ଅଟନ୍ତି। ତୁ ସୁନ୍ଦର, ଭଲ, ଆଉ ତୋତେ ସେଇ ବିଭୁ ହିଁ ତିଆରି କରିଛନ୍ତି। ତେଣୁ ସେଥିପାଇଁ ସମସ୍ତେ ତୋର ଭକ୍ତ ବା ପ୍ରେମିକ ହୋଇଥାନ୍ତି। କାରଣ ତୁ ମନୋହର, ସୁନ୍ଦର। ପଦ୍ମ ସବୁ ସୌନ୍ଦର୍ଯ୍ୟ ତୋଠାରେ ଅଛି। ଆଉ ମୋର ସେଥିପାଇଁ ତୋ ସହିତ ସମ୍ବନ୍ଧ ସମ୍ପର୍କ ବି ରହିଛି। କାରଣ ଭଲ ସଭିଙ୍କର ପ୍ରିୟ। ତୋର ଯେମିତି ଜୀବନ ମରଣ, ଉତ୍ପତ୍ତି ଧ୍ୱଂସ, ମଉଳିଯିବା ଫୁଟିବା ଅଛି, ଯେହେତୁ ତୁ ଜୀବ, ମୋର ବି ଠିକ୍ ତୋ ଭଳି ଜୀବନ ମରଣ ନିରୂପିତ ହୋଇ ଅଛି। ମୁଁ ବି ପ୍ରଫୁଲ୍ଲ ଦିଶେ ଏବଂ କର୍ମକ୍ଳାନ୍ତ କରି ଝାଉଁଳି ବି ଯାଏ। ମୁଁ ବି ଜୀବନର ଗୋଟିଏ ପୁଷ୍ପ। ମୁଁ ବି ଦିନେ ତୋ ଭଳି ଜନ୍ମ ହୋଇଛି। ତୋର ଭଳି ମୁଁ ବି ଦିନେ ମରିଯିବି। ମରିକି ସଂସାରରୁ ଚାଲିଯିବି। ସତ୍ତାର ଜୀବନ ମରଣ ଦିନରାତି ମଧ୍ୟରେ ସଂଗଠିତ ହୋଇଥାନ୍ତି। ମୋ ମନ ଏକ ଫୁଲ, ମାନେ ଭଲ, ନିର୍ମଳ, ପବିତ୍ର। ଦୁନିଆ ଏକ ପୋଖରୀ, ଯାହାର ପୋଖରୀ ଭଳିଆ ସୀମା ସରହଦ କ୍ଷେତ୍ରଫଳ ରହିଛି, ବିସ୍ତାର ଅଛି। ପୋଖରୀରେ ଯେମିତି ପଙ୍କ କାଦୁଅ ଅଛି, ସଂସାର ରୂପକ ପୋଖରୀରେ ପାପର କାଦୁଅ ଭର୍ତ୍ତି ଅଛି। ଯୋଉଥିପାଇଁ ପାପୀ ଥାଇ ମୋ ମନ ମଳିନ ମ୍ଳାନ ହୋଇ ଯାଇଛି। ତୁ ପଙ୍କରୁ ଜାତ, ପଙ୍କଜ ହୋଇ ଶୋଭା ବିଧାୟକ, ସୌନ୍ଦର୍ଯ୍ୟ ଉତ୍ପନ୍ନକାରୀ ହୋଇପାରିଅଛୁ। ତେଣୁ ତୋରି ଆଶ୍ରାରେ ଆଶା ରଖି ମୁଁ ପାପ ପଙ୍କରେ ଘାଣ୍ଟି ହେଲେ ମଧ୍ୟ ପବିତ୍ର ବା ଭଲ ହୋଇପାରିବି। ତୋ ପରି ଶୁଭ୍ର ବା ନିର୍ମଳ ମନଧାରୀ ହୋଇପାରିବି। ମୋର ଭଗବାନ ଶେଷହୀନ ବା ଅସୀମ।
ସେ ସାରା ଜଗତର ଈଶ୍ୱର ମହେଶ୍ୱର, ମୋର ପ୍ରାଣର ପ୍ରଭୁ। କାରଣ ସେ ମୋତେ ଜୀବିତ କରି ସଂସାରରେ ବଞ୍ଚାଇ ରଖିଛନ୍ତି। ତୁ ଯେମିତି ସୂର୍ଯ୍ୟ ବିନା ରହିପାରିବୁନି, ମୁଁ ମଧ୍ୟ ସେମିତି ଭଗବାନଙ୍କୁ ଛାଡ଼ି ସଂସାରରେ ତିଷ୍ଠି ପାରିବି ନାହିଁ। ମୁଁ କେମିତି ତୋ ଭଳି ସବୁବେଳେ ଭଗବାନଙ୍କୁ ମନେ ପକାଇ ପାରିବି? ମୋତେ ସେଇ କଥା ପଦ୍ମଫୁଲ ଶିକ୍ଷା ଦେ। ତୋର ଚାହିଁବାରେ, ତୋତେ ଦେଖିବାରେ ହିଁ ମୋର ଭଗବାନଙ୍କୁ ପାଇବାର, ତାଙ୍କୁ ନିଜର କରିପାରିବାର ଆଶା ମୋର ପୂରଣ ହେଉ। ସେଇ ଆଶିଷ ମୋତେ ରେ ପଦ୍ମ ତୁ ଦେଇ ପକା। ସରଳ ରଚନା ଭିତରେ କଷ୍ଟକର ଭାବ ଗୁମ୍ଫିତ ହୋଇ କବିତାକୁ ଦାର୍ଶନିକ ବା କିଞ୍ଚିତ୍ ବୌଦ୍ଧିକ କରି ପକାଇଅଛି ଏବଂ ପଦ୍ମକୁ କବି କବିତାରେ ଗୁରୁ କରିଛନ୍ତି ଏବଂ ତାହାଠାରୁ ପ୍ରେରଣା ପାଇଛନ୍ତି।